ଠେକୁଆ ଆଉ କଇଁଛର ଷ୍ଟୋରି ଶୁଣିବା କାହାଣୀ। ଠିକ୍ ଅଛି, ଆଜି ମୁଁ ଠେକୁଆ ଆଉ କଇଁଛର କାହାଣୀ ତୁମମାନଙ୍କୁ ଶୁଣେଇବି। କଇଁଛ ଦେଖିଛ? ଏଇଠି କଇଁଛ ଠେକୁଆ ଦେଖିଛ? ଦିନେ କ'ଣ କିଛି ଜଙ୍ଗଲରେ କଇଁଛ ଗଛ ମୂଳରେ ଶୋଇଥିଲା। ଗଛ ମୂଳରେ ଶୋଇଥିଲା। ଶୋଇଲାବେଳେ ଠେକୁଆ କଇଁଛ କହିକି ସେ କଇଁଛକୁ ନିଦରୁ ଉଠେଇଲେ। କଇଁଛ କହିଲା, ଆରେ ଠେକୁଆ ତୁ କ'ଣ ପାଇଁ ମୋତେ ନିଦରୁ ଉଠେଇଦେଲୁ? ଠେକୁଆ କହିଲା, ଆଉ ତୁ ଯଦି ମୋ କଥା ତମେ ଶୁଣିବାକୁ ଗଲେ ମୁଁ ତମକୁ ନିଦରୁ ସବୁବେଳେ ଉଠେଇଦେବି, ତମକୁ ସବୁବେଳେ ମୁଁ ବିଚାର କରିବି। କଇଁଛ କହିଲା, ଠିକ୍ ଅଛି ମୁଁ ତମ କଥା ଶୁଣିବି। ଆଚ୍ଛା, ଆମେ ଦୁଇ ଜଣ ଦୌଡ଼ ପ୍ରତିଯୋଗିତା କରିବା। ଆମେ ଯଦି ଦୁଇ ଜଣ ଦୌଡ଼ ପ୍ରତିଯୋଗିତା କରିବା, ଯଦି ମୁଁ ଜିତିଯାଏ ତମେ ମୋ କଥା ଶୁଣିବ, ଯଦି ତମେ ଜିତିଯିବ ବୋଲି କହିଲେ ମୁଁ କେବେ ହେଲେ ତମକୁ ବିଚାର କରିବି ନାହିଁ, ନିଦରୁ ଉଠେଇକି ନାଇଁ ବୋଲି ଠେକୁଆ କହିଲା। ଜଙ୍ଗଲରେ ସବୁ ପଶୁ ପକ୍ଷୀ ଆସିଲେ। ଦିନ ହେଲା ତାଙ୍କେ ଦୌଡ଼ ପ୍ରତିଯୋଗିତା କରିବେ କହିକି। ଏପଟେ ଠେକୁଆ ଅଛି, ଏପଟେ କଇଁଛ ଅଛି। ଦୁଇ ଜଣଙ୍କ ପାଇଁ ଗୋଟେ ଲାଷ୍ଟ ଗୋଟେ ବଡ଼ଟେ ଗୋଟେ ଚିହ୍ନଟ କରାହେଲା। ଏ ଚିହ୍ନଟାକୁ ଯିଏ ପହଞ୍ଚିବ ସିଏ ହେବ ବିଜେତା, ସିଏ କ'ଣ ହେବ ଜିତିଯିବ। ଆଉ ଯିଏ ପହଞ୍ଚି ପାରିଲାନି ସିଏ ହାରିଯିବ। ଠିକ୍ ଅଛି, ବର୍ତ୍ତମାନ ଠେକୁଆ ଆଉ କଇଁଛର ଷ୍ଟାର୍ଟ ହେଲା ଦୌଡ଼ ପ୍ରତିଯୋଗିତା। କଇଁଛ ଚାଲୁଛି ଧୀରେ ଧୀରେ, ଠେକୁଆ ଯାଉଛି ଜଲ୍ଦି ଜଲ୍ଦି ଯାଉଛି। ଗଲା କଇଁଛ ଧୀରେ ଧୀରେ ଯାଉଛି, ଠେକୁଆ ଜଲ୍ଦି ଜଲ୍ଦି ଯାଉଛି। କଇଁଛକୁ ଦେଖି ସମସ୍ତେ ହସରେ ଉଡ଼େଇ ଦେଲେ। ଇଏ କ'ଣ ଚାଲୁଛି, ଏତେ ଧୀରେ ଚାଲୁଛି, କ'ଣ ଜିତି ପାରିବ କି? ଠେକୁଆ ମନେ ମନେ ଚିନ୍ତା କଲା, ମୁଁ ତ ଏତେ ଦୌଡ଼ି ପାରେ, ମୁଁ ଟିକେ ଗଛ ମୂଳରେ ଯାଇ ଟିକେ ଶୋଇ ପଡ଼ିବି। ଠିକ୍ ଅଛି, ଠେକୁଆ ଯାଇ ଗଛ ମୂଳରେ ଟିକେ ଶୋଇ ପଡ଼ିଲା। ସେତିକି କଇଁଛ ତାର ଜାରିଟା ସେ ରଖିଲା, ତା ଦୌଡ଼ଟା ସେ ଟିକେ ଉଠେଇକି ରଖିଲା ନାହିଁ। ସେ ନିଜେ ଦୌଡ଼ି 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 ଧୀରେ 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 ସିଏ ଯାଉଥିଲା। ହେଲେ ଠେକୁଆ କ'ଣ କରୁଛି? ଗଛ ମୂଳରେ ଶୋଇକି ଅଛି। ସିଏ ଶୋଇପଡ଼ିଛି, ରେଷ୍ଟ ନେଉଛି ସିଏ ଠେକୁଆ। ହେଲେ ଗଲାବେଳେ ସମସ୍ତେ ଜୀବଜନ୍ତୁ ମାନେ ଜଙ୍ଗଲରେ ସମସ୍ତେ ତାକୁ ହସୁଛନ୍ତି। କାହାକୁ ହସୁଛନ୍ତି? କଇଁଛକୁ ହସୁଛନ୍ତି। ଆଉ ଠେକୁଆ କ'ଣ କରୁଛି? ଶୋଇପଡ଼ିଛି। ଠେକୁଆ ଶୋଇକି ଅଛି, କଇଁଛ ଧୀରେ 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 ସିଏ ଆସୁଛି। ତାର ଯୋଉଠି ତାକୁ ଲାଇନ୍ ଦିଆହେଇଛି, ଯୋଉଠିକୁ ସେ ପହଞ୍ଚିବ, ସେ ସେଠିକୁ ତାର ଲକ୍ଷ୍ୟ ସ୍ଥଳକୁ ସିଏ ପହଞ୍ଚିବା ପାଇଁ ସିଏ କାହାର ହସ ମଜାକରେ ଶୁଣିଲା ନାହିଁ। କଇଁଛ ଯାଉଛି, ତାର ଦୌଡ଼ ସେ ଜାରି ରଖିଛି। ଧୀରେ 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 ସେ ଚାଲୁଛି ଏକା। ଠେକୁଆ କ'ଣ କରୁଛି? ସେ ଗଛ ମୂଳରେ ରେଷ୍ଟ ନେଉଛି, ଶୋଉଛି। ସିଏ ତ ବେଶୀ ଦୌଡ଼ି ପାରେ, ସିଏ ହୁଙ୍କାରି, ମୁଁ ତ ବେଶୀ ଦୌଡ଼ି ପାରୁଛି କହିକି। ସେଥିରେ ଠେକୁଆକୁ ନିଦ ଭାଙ୍ଗିଗଲା। ହଠାତ୍ ଦେଖିଲା ସେତେବେଳେ ବେଳ ବୁଡ଼ିଗଲାଣି। ଆରେ ମୁଁ କ'ଣ ଟିକେ ଶୋଇପଡ଼ିଲି। ହେଲେ ସିଏ ଗଲାବେଳେ ଠେକୁଆ ବିଜେତା ହେଇଯାଇଛି। ଠେକୁଆ ପହଞ୍ଚି ପାରିନି, କଇଁଛ ଜିତି ଯାଇଛି। ଆଉ ଠେକୁଆ କ'ଣ ହେଲା? ହାରିଗଲା। ହେଲେ ଏଠି ସମସ୍ତେ କଇଁଛକୁ ହସୁଥିଲେ, ଆଉ ଠେକୁଆ ନିଜକୁ ନିଜେ ଭାବୁଥିଲା। ହେଲେ ଜିତିଲା କିଏ? କଇଁଛ। ହେଲେ ଜିତିଲା କିଏ ଏମାନଙ୍କ ଭିତରୁ? କଇଁଛ ଜିତିଲା। ହେଲେ ପିଲାମାନେ, ଏ କାହାଣୀରୁ ଆମେ କ'ଣ ଶିକ୍ଷା ପାଇଲେ? ଆମେ ଚାहे କେତେ ନା ଆମେ ବଳ ଥାଉ ଆମ ଠାରେ, ଆମେ କେତେ ନା ବୁଦ୍ଧି ଥାଉ, ଆମେ କେବେ ବି ନିଜକୁ ଗର୍ବ କରିବା ନାହିଁ କି ଅହଙ୍କାରୀ ଭାବିବା ନାହିଁ। ମୁଁ ସବୁ କରିପାରୁଛି, ମୁଁ ସବୁ ଜାଣିପାରୁଛି, କି ମୁଁ ଜାଣିଦେବି, ସେମିତି ଆମେ କେବେ ଭାବିବା ନାହିଁ। କି ଅନ୍ୟ ପ୍ରତି ଆମେ ହସ ମଜାକକୁ ଉଡ଼େଇବା ନାହିଁ, ହସିବା ନାହିଁ, ଯେ ଜାଣୁ। ହେଲେ କଇଁଛକୁ ସମସ୍ତେ ହସିଲେ। ହେଲେ ସିଏ ଜିତିଲା କି ନାହିଁ? ଠେକୁଆକୁ ସମସ୍ତେ କହିଲେ ଠେକୁଆ ଫାଷ୍ଟ ହେଇଯିବ, ଠେକୁଆ ଯାଇକି ତା ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବ। ହେଲେ ଠେକୁଆ ପହଞ୍ଚିଲା କି? ସେ ନିଜକୁ ଅହଙ୍କାର ଭାବିକି ସେ ଗଛ ମୂଳରେ ଶୋଇପଡ଼ିଲା। ଶୋଇପଡ଼ିଲା କଇଁଛ ତା ଦୌଡ଼ ଜାରି ରଖିଲା। ସେ ଦୌଡ଼ି ଦୌଡ଼ି ଧୀରେ 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 ସେ ଯାଇକି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲା। ତ ଏଠୁ ସବୁଠାରୁ ବୁଦ୍ଧିମାନ କିଏ ହେଲା? କଇଁଛ। ଠେକୁଆ କ'ଣ ହେଲା? ସିଏ ହାରିଗଲା। ସିଏ ତାର ବୁଦ୍ଧିଟାକୁ ଖଟାଇ ପାରିଲା ନାହିଁ। ଠିକ୍ ଅଛି, ଠେକୁଆ ଆଉ କଇଁଛର କାହାଣୀ କେମିତି ଲାଗିଲା? ଭଲ ଲାଗିଲା ନା? ଆଉ କେବେ ହେଲେ କାହାକୁ ଆମେ ହସିବାନି? ଜାଣୁନି କି ସେ କିଛି ଜାଣୁନି, ଗଧଟା ବୋଲି ହସିବାନି?
ଆମେ ଉତ୍ସାହିତ କରିବା, ତୁ ଏଇଟା କରେ, ଆମେ ସେଇଟା କର,